ଚଳିତ ବର୍ଷ ଶୀତ ଆରମ୍ଭରୁ ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ କନ୍ଧମାଳ ଜିଲ୍ଲାର ଘୁଉଦେଇରି ସହର ସ୍ଥାନିତ ହୋଇଛି। ଅଞ୍ଚଳରେ ହାଡ଼ଭଙ୍ଗା ଜାଡ଼ ଓ ଶୀତ ଅନୁଭୂତ ହେଉଛି। ସେପରି ଫୁଲବାଣୀ ଓ ଦାରିଙ୍ଗବାଡ଼ି ତୁଳନାରେ ଘୁଉଦେଇରି ଅଞ୍ଚଳରେ ଅଧିକ ଥଣ୍ଡା ସହିତ ଜାଡ଼ ଅନୁଭୂତ ହେଉଥିବା ବେଳେ ସଞ୍ଜ ନଇବା କ୍ଷଣି ଶୀତର ପ୍ରକୋପ ବଢ଼ିଯାଉଛି। କମ୍ବଳ ଓ ନିଆଁରେ ଲୋକ ନିର୍ଭର କରୁଛନ୍ତି। ବିଳମ୍ବିତ ରାତିରୁ ଘନ କୁହୁଡ଼ି ଆରମ୍ଭ ହୋଇ ସକାଳ 9ଟା ପର୍ଯ୍ୟନ୍ତ ଲାଗି ରହୁଛି, ଫଳରେ ଜନଜୀବନ ଅସ୍ତବ୍ୟସ୍ତ ପାଲଟିଛି। ଅନ୍ୟପକ୍ଷରେ ଘୁଉଦେଇରିର ପ୍ରବଳ ଥଣ୍ଡାକୁ ଆଖି ଆଗରେ ରଖି ବିଭିନ୍ନ ସ୍ଥାନମାନଙ୍କରେ ରାତ୍ରି ଆଶ୍ରୟସ୍ଥଳୀମାନ କରାଯାଇଛି। ସଞ୍ଜନରେ ଲୋକ ବିଭିନ୍ନ ସ୍ଥାନରେ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି। ଅଞ୍ଚଳରେ ଲୋକମାନେ ଶୀତ ଏବଂ ଶୀତର ପ୍ରକୋପକୁ ଆନନ୍ଦ ଏବଂ ଉତ୍ସାହର ସହିତ ମଜା ନେଉଥିବା ଦେଖିବାକୁ ମିଳିଛି।